ରଥରେ ବସି ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ା ଦଶମୀରେ ପୁଣି ଭାଇ ଭଉଣୀଙ୍କ ସହ ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ। ତେବେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ମାନବୀୟ ଲୀଳାରେ କ'ଣ ରହିଛି ଗୁଣ୍ଡିଚା ମନ୍ଦିରର ମହାତ୍ମ୍ୟ? ଗୁଣ୍ଡିଚା କିଏ? କାହିଁକି ପ୍ରତିବର୍ଷ ମହାପ୍ରଭୁ ରଥରେ ବସି ସେଠାକୁ ଯାତ୍ରା କରନ୍ତି? ଫେରିବା ବାଟରେ ମାଉସୀ ମନ୍ଦିରରେ କାହିଁକି ଅଟକନ୍ତି? ଜାଣିବା ପାଇଁ ଆସନ୍ତୁ ଶୁଣିବା ରଥଯାତ୍ରା ଉପଲକ୍ଷେ ଆମର ଏହି ସ୍ୱତନ୍ତ୍ର ଉପସ୍ଥାପନା। ଶ୍ରୀଗୁଣ୍ଡିଚା ମନ୍ଦିର ହେଉଛି ମହାପ୍ରଭୁଙ୍କ ଜନ୍ମସ୍ଥାନ। ମହାପ୍ରଭୁଙ୍କ ଶ୍ରୀବିଗ୍ରହକୁ ଏହି ସ୍ଥାନରେ ନିର୍ମାଣ କରାଯାଇଥିଲା। ରାଜା ଇନ୍ଦ୍ରଦ୍ୟୁମ୍ନ ସହସ୍ର ଅଶ୍ୱମେଧ ଯଜ୍ଞ କରି ମହାପ୍ରଭୁଙ୍କ ଶ୍ରୀବିଗ୍ରହ ନିର୍ମାଣ କରାଇଥିଲେ। ଇନ୍ଦ୍ରଦ୍ୟୁମ୍ନ ପ୍ରଥମେ ମହାପ୍ରଭୁଙ୍କୁ ଏହି ସ୍ଥାନରେ ଦର୍ଶନ କରିଥିଲେ। ତେଣୁ ଏହାକୁ ମହାବେଦୀ ତଥା ଆଡ଼ପ ମଣ୍ଡପ କୁହାଯାଇଥାଏ। କିମ୍ବଦନ୍ତୀ ଅନୁସାରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ପତ୍ନୀଙ୍କର ନାମ ହେଉଛି ଗୁଣ୍ଡିଚା। ରାଣୀ ଗୁଣ୍ଡିଚାଙ୍କ ନାମରେ ଗୁଣ୍ଡିଚା ମନ୍ଦିର ନାମକରଣ ହୋଇଥିବା ଶ୍ରୀମନ୍ଦିର ସେବାୟତ କହିଥାନ୍ତି। ମହାପ୍ରଭୁ ଯେତେବେଳେ ରାଣୀ ଗୁଣ୍ଡିଚାଙ୍କୁ ବର ପ୍ରଦାନ ପାଇଁ କହିଥିଲେ, ରାଣୀ ତାଙ୍କୁ ପ୍ରତିବର୍ଷ ଏହି ସ୍ଥାନକୁ ଆସିବା ପାଇଁ କହିଥିଲେ। ମହାପ୍ରଭୁ ମଧ୍ୟ ତାଙ୍କୁ ଏହି ବଚନ ଦେଇଥିଲେ। ନିଜର ବଚନକୁ ରକ୍ଷା କରି ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିଜ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିର ଯାତ୍ରା କରିଥାନ୍ତି। ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ଶ୍ରୀମନ୍ଦିର ମହାପ୍ରଭୁଙ୍କୁ 1,000 ଥର ଦର୍ଶନ କରିବା ଯାହା ଗୁଣ୍ଡିଚା ମନ୍ଦିରରେ ଆଡ଼ପ ମଣ୍ଡପରେ ଥରେ ଦର୍ଶନ କରିବା ସହ ସମାନ। ଏଣୁ ପ୍ରତିବର୍ଷ ରଥଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥାଏ। ମହାପ୍ରଭୁ ରଥଯାତ୍ରା ତଥା ନବଦିନାତ୍ମକ ଯାତ୍ରାରେ ଯାଇ 7 ଦିନ ଆଡ଼ପ ମଣ୍ଡପରେ ବିରାଜମାନ କରନ୍ତି। ମହାପ୍ରଭୁଙ୍କ ଅତ୍ୟନ୍ତ ପ୍ରିୟ ସ୍ଥାନ ଗୁଣ୍ଡିଚା ମନ୍ଦିର ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ବାହୁଡ଼ା ଦଶମୀରେ ମହାପ୍ରଭୁ ଭାଇ ଭଉଣୀଙ୍କ ସହ ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଗୁଣ୍ଡିଚା ମନ୍ଦିରରେ ଶ୍ରୀ ଜଗନ୍ନାଥ, ମହାପ୍ରଭୁ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ଦିଅଁ ଗଢ଼ା ହୋଇଥିବାରୁ ଏହାକୁ ଶ୍ରୀଜୀଉମାନଙ୍କ ଜନ୍ମସ୍ଥାନ ବୋଲି କୁହାଯାଇଥାଏ। ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଥିବା ସମୟରେ ଯେଉଁ ପ୍ରସାଦ ହୁଏ ତାହାକୁ ଆଡ଼ପ ଅବଢ଼ା ବୋଲି କୁହାଯାଇଥାଏ। ବଡ଼ଦାଣ୍ଡର ବଳଗଣ୍ଡି ଛକରେ ରହିଛି ମହାପ୍ରଭୁ ଜଗନ୍ନାଥଙ୍କର ମାଉସୀ ମା ମନ୍ଦିର। ଏହାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଉସୀ ଘର ବୋଲି କୁହାଯାଏ। ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବା ବେଳେ ତାଙ୍କର ନନ୍ଦିଘୋଷ ରଥ ସହ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ଏଠାରେ କିଛି ସମୟ ଅଟକିଥାଏ। ପରମ୍ପରା ଅନୁଯାୟୀ ମାଉସୀ ମାଙ୍କ ହାତରେ ତିଆରି ଦିବ୍ୟ ପୋଡ଼ପିଠା ଖାଇ ମହାପ୍ରଭୁଙ୍କ ସହ ଭାଇ ଭଉଣୀ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏହି ମାଉସୀ ମାଙ୍କର ଘରର କିମ୍ବଦନ୍ତୀ ରହିଛି। ଯେତେବେଳେ ପୃଥିବୀରେ ଜଳ ପ୍ରଳୟ ହୋଇଥିଲା, ଶ୍ରୀକ୍ଷେତ୍ର ମଧ୍ୟ ଜଳାର୍ଣ୍ଣବ ହୋଇଥିଲା। ଦେବୀ ଅର୍ଦ୍ଧାସିନୀ ଶ୍ରୀକ୍ଷେତ୍ରରୁ ଜଳ ଅଧା ଶୋଷଣ କରି ଶ୍ରୀକ୍ଷେତ୍ରକୁ ଜଳ ପ୍ରଳୟରୁ ଉଦ୍ଧାର କରିଥିଲେ। ଦେବୀ ଅର୍ଦ୍ଧାସିନୀ ଅଧା ଜଳ ଶୋଷି ଶ୍ରୀକ୍ଷେତ୍ରକୁ ରକ୍ଷା କରିଥିବାରୁ ସେ ସମସ୍ତଙ୍କର ମାତୃତୁଲ୍ୟ। ଏଣୁ ମହାପ୍ରଭୁଙ୍କ ମାତୃତୁଲ୍ୟ ହୋଇଥିବାରୁ ଦେବୀ ଅର୍ଦ୍ଧାସିନୀଙ୍କୁ ମହାପ୍ରଭୁଙ୍କ ମାଉସୀ ବୋଲି କୁହାଯାଇଥାଏ। ତେବେ ମା ସବୁବେଳେ ନିଜ ପୁଅକୁ ବହୁତ ଭଲ ପାଏ। ବହୁ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ନିଜ ପୁଅକୁ ପଠାଇ ଦେଇଥାଏ। ଏହା ମା'ର ଆନନ୍ଦର କଥା। ଜୟ ଜଗନ୍ନାଥ।